ଧରା ପଡ଼ିଲେ ଲାଞ୍ଚୁଆ ପୋଲିସ ବାବୁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନାରେ କାର୍ଯ୍ୟରତ ଏଏସ୍ଆଇ ବୁଡୁ ଭୋଇ ଆଜି ଜଣେ ବ୍ୟକ୍ତିଠାରୁ 6,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଗତ 1 ମାସ ତଳେ ଏକ ଦୁର୍ଘଟଣାରେ କେନ୍ଦୁପାଲି ଗାଁର ଗୋପୀନାଥ ମେହେରଙ୍କର ମୋଟରସାଇକେଲକୁ ପୋଲିସ ଜବତ କରିଥିଲା। ଉକ୍ତ ମୋଟରସାଇକେଲକୁ ରିଲିଜ୍ କରିବାକୁ ଗୋପୀନାଥ ବାରମ୍ବାର ଥାନାକୁ ଦୌଡ଼ିବା ସହ ଏଏସ୍ଆଇ ବୁଡୁ ଭୋଇଙ୍କୁ ଅନୁରୋଧ କରିଆସୁଥିଲେ, କିନ୍ତୁ ବୁଡୁ ଭୋଇ ତାଙ୍କୁ ହଇରାଣ କରିବା ସହ ଲାଞ୍ଚ ଦାବି କରୁଥିଲେ। ଏଣୁ ଗୋପୀନାଥ ସୋନପୁର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲା। ଯୋଜନା ମୁତାବକ ଆଜି ଗୋପୀନାଥଙ୍କ ଠାରୁ ଏଏସ୍ଆଇ ବୁଡୁ ଭୋଇ 6,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା। ପୋଲିସ ବୁଡୁ ଭୋଇଙ୍କୁ ଗିରଫ କରି ଭିଜିଲାନ୍ସ କାର୍ଯ୍ୟାଳୟ ସୋନପୁରକୁ ଆଣି ଅଧିକ ତଦନ୍ତ ଜାରି ରଖିଛି। ବୁଡୁ ଭୋଇଙ୍କ ଚାକିରି ଆଉ ମାତ୍ର 1 ମାସ ରହିଥିବା ବେଳେ ସେ ଆସନ୍ତା ମାର୍ଚ୍ଚ ମାସରେ ଚାକିରିରୁ ଅବସର ନେଇଥାନ୍ତେ।